ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ। ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ବିଧାନ ଓ କାଳ ନିର୍ଣ୍ଣୟ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଉପାସନା ନିମନ୍ତେ ଅଧୁନା ଏକ ସ୍ୱତନ୍ତ୍ର ପଦ୍ଧତି ସମ୍ପାଦିତ ହୋଇଛି। ଏହା ସ୍କନ୍ଦ ପୁରାଣସ୍ଥ ବୈଷ୍ଣବ ଖଣ୍ଡ ଅନ୍ତର୍ଗତ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ଉପରେ ଆଧାରିତ। ବାସ୍ତବରେ ଏହା ଏକ ନୂତନ ପଦ୍ଧତି ନୁହେଁ। ବହୁ ପ୍ରାଚୀନ କାଳରୁ ଚଳି ଆସୁଥିବା ଯଜ୍ଞ ହୋମ, ପଞ୍ଚପଚାରାଦି ଅର୍ଚ୍ଚନା, ଶ୍ରୀନାମ ସଂକୀର୍ତ୍ତନ, ପାରାୟଣ ବା ସ୍ୱାଧ୍ୟାୟ ଏବଂ କଥା ବାଚନ ପ୍ରଭୃତି ଉପାସନା ଅଙ୍ଗଗୁଡ଼ିକର ଏହି ପଦ୍ଧତି ଏକ ସଂଯୋଜନା ମାତ୍ର। ଉକ୍ତ ଉପାସନା ପଦ୍ଧତି ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ନାମରେ ଅଭିହିତ। ପାଞ୍ଚରାତ୍ର ଶବ୍ଦର ତାତ୍ପର୍ଯ୍ୟ ପଞ୍ଚବିଧ ଜ୍ଞାନର ସମାହାର। ରାତ୍ର ଶବ୍ଦର ଅର୍ଥ ଜ୍ଞାନ। ଏହି ପାଞ୍ଚରାତ୍ର ପଦ୍ଧତି ମାଧ୍ୟମରେ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ନିମ୍ନୋକ୍ତ ପାଞ୍ଚ ପ୍ରକାର ଜ୍ଞାନ ଆହରଣ କରାଯାଇପାରେ। ସ୍ୱରୂପ ଜ୍ଞାନ। ଶ୍ରୀ ଜଗନ୍ନାଥ କିଏ? ତାଙ୍କ ସ୍ୱରୂପ ତତ୍ତ୍ୱ କ'ଣ? ମହିମା ଜ୍ଞାନ। ଶ୍ରୀ ଜଗନ୍ନାଥଙ୍କ ମହିମା କିପରି? କେତେ ଶକ୍ତିଶାଳୀ? ରୂପ ଜ୍ଞାନ। ଶ୍ରୀ ଜଗନ୍ନାଥଙ୍କ ଦାରୁ ରୂପ କିପରି ସମ୍ଭୂତ ଓ ଏତାଦୃଶ ରୂପ ଗଠନର ତାତ୍ପର୍ଯ୍ୟ କ'ଣ? ଲୀଳା ଜ୍ଞାନ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା, ଦମନକ ଯାତ୍ରା ଇତ୍ୟାଦି ଲୀଳାର ରହସ୍ୟ କ'ଣ? ଏହାର ଆସ୍ୱାଦନ କିପରି ରହିଛି? ଧାମ ଜ୍ଞାନ ବା କ୍ଷେତ୍ର ଜ୍ଞାନ। ଶ୍ରୀ ଜଗନ୍ନାଥଙ୍କର ଧାମ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରର ନିତ୍ୟତା, ବିସ୍ତାର, ବିନ୍ୟାସ ଓ ମହିମା କିଦୃଶ? ଏହି ପଞ୍ଚଜ୍ଞାନ ସମ୍ବଳିତ ଉପାସନା ପଦ୍ଧତି ହିଁ ପାଞ୍ଚରାତ୍ର ପଦ୍ଧତି ଓ ଏହା ପଞ୍ଚଦିବସାତ୍ମକ। ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟରେ ଉପରୋକ୍ତ ପଞ୍ଚବିଧ ଜ୍ଞାନ ବିକ୍ଷିପ୍ତ ଭାବେ ସର୍ବତ୍ର ପରିଦୃଷ୍ଟ ହୁଏ। କିନ୍ତୁ ସୂଚିତ ପଞ୍ଚଦିବସର କଥାବସ୍ତୁରେ କ୍ରମାନ୍ୱये ଉପରୋକ୍ତ ପଞ୍ଚଜ୍ଞାନର ପ୍ରାଧାନ୍ୟ ପ୍ରଣିଧାନ ଯୋଗ୍ୟ। ଜ୍ଞାନର ବାଚକ ଶବ୍ଦ ରୂପେ ରାତ୍ର ଶବ୍ଦ ପ୍ରାଚୀନ ଶାସ୍ତ୍ରମାନଙ୍କରେ ପ୍ରୟୋଗ କରାଯାଇଥିବାରୁ ପଞ୍ଚରାତ୍ର ଶବ୍ଦର ବ୍ୟବହାର ଶ୍ରୀ ଜଗନ୍ନାଥ ଉପାସନାର ଗାମ୍ଭୀର୍ଯ୍ୟ ନିର୍ଦ୍ଦେଶିତ କରୁଅଛି। ପଞ୍ଚରାତ୍ର କଥା ସତ୍ରମ୍ ଶ୍ରଦ୍ଧାନ୍ୱିତ କରୋତି ଯଃ କୃପୟା ଜଗଦୀଶସ୍ୟ ପୂର୍ଣ୍ଣ କାମଃ ପରମ୍ ବ୍ରଜେତ୍। ଏଠାରେ ବିଶେଷ ଭାବେ ଜାଣିବା ଉଚିତ ଯେ ଏହି ପଦ୍ଧତିରେ ପାଞ୍ଚରାତ୍ର ଶବ୍ଦଟି କ'ଣ ରହିଛି। ଏ ସ୍ଥାନରେ ରାତ୍ର ଶବ୍ଦ ରାତି ଅର୍ଥବାଚକ ନୁହେଁ। ରାତିକୁ ବା ନିଶା କାଳକୁ ରାତ୍ରି କୁହାଯାଏ, ରାତ୍ର କୁହାଯାଏ ନାହିଁ, ଯଥା ଶିବରାତ୍ରି, କାଳରାତ୍ରି ଇତ୍ୟାଦି। କିନ୍ତୁ ଶିବରାତ୍ର ବା କାଳରାତ୍ର ନୁହେଁ। ଅତଏବ ରାତ୍ର ଶବ୍ଦର ଅର୍ଥ ଜ୍ଞାନ ବୋଲି ଶାସ୍ତ୍ରମାନଙ୍କରେ କୁହାଯାଇଛି। ଯଥା ରାତ୍ରମ୍ ତୁ ଜ୍ଞାନ ବଚନମ୍ ଜ୍ଞାନମ୍ ପଞ୍ଚବିଧ ଶ୍ରୁତମ୍ ତଦିଦମ୍ ପାଞ୍ଚରାତ୍ରମ୍ ଚ ପ୍ରବଦନ୍ତି ମନୀଷିଣଃ। ନାରଦ ପାଞ୍ଚରାତ୍ର। ଅତଏବ ରାତ୍ର ଶବ୍ଦ ଜ୍ଞାନବାଚକ। ସ୍ୱରୂପ ତତ୍ତ୍ୱ, ମହିମା, ରୂପ, ଲୀଳା ଓ ଧାମ ଏହି ପଞ୍ଚବିଧ ଜ୍ଞାନ ବା ପାଞ୍ଚରାତ୍ର ଯେଉଁ ଅନୁଷ୍ଠାନରେ ଏକତ୍ର ସମ୍ପାଦିତ ହୁଏ, ସେହି ଅନୁଷ୍ଠାନ ପାଞ୍ଚରାତ୍ର ନାମରେ ଅଭିହିତ। ଯେପରି ବଶିଷ୍ଠ ଶବ୍ଦରୁ ସମ୍ବନ୍ଧ ଅର୍ଥେ ବାସିଷ୍ଠ, ବସୁଦେବ ଶବ୍ଦରୁ ଅପତ୍ୟାର୍ଥେ ବାସୁଦେବ ତଥା ଭରତ ଶବ୍ଦରୁ ସମ୍ବନ୍ଧ ଅର୍ଥେ ଭାରତ, ଚନ୍ଦ୍ର ଶବ୍ଦରୁ ସମ୍ବନ୍ଧ ଅର୍ଥେ ଚାନ୍ଦ୍ର, ଚରିତ୍ର ଶବ୍ଦରୁ ଚାରିତ୍ର, ଠିକ୍ ସେପରି ପଞ୍ଚରାତ୍ର ଶବ୍ଦରୁ ସମାହାରେ ପାଞ୍ଚରାତ୍ର ଅର୍ଥାତ୍ ପଞ୍ଚାନାମ୍ ରାତ୍ରାଣାମ୍ ଜ୍ଞାନାନାମ୍ ସମାହାର ପାଞ୍ଚରାତ୍ର ଏହି ଶବ୍ଦ ନିଷ୍ପନ୍ନ ହୁଏ। ଅତଏବ ଯେଉଁ ଅନୁଷ୍ଠାନରେ ଏହି ପାଞ୍ଚଟି ଜ୍ଞାନ ପ୍ରଦାନ କରେ ତାହା ପାଞ୍ଚରାତ୍ର ଅନୁଷ୍ଠାନ। ଅତଏବ ପାଞ୍ଚରାତ୍ର ଶବ୍ଦ ଅସିଦ୍ଧ ନୁହେଁ। ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର। ଭକ୍ତ ଜୀବନର ସର୍ବଶ୍ରେଷ୍ଠ ସାଫଲ୍ୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ କରୁଣା ଲାଭ। ମହାପ୍ରଭୁଙ୍କ ସମ୍ବନ୍ଧରେ ଦିବ୍ୟ ଜ୍ଞାନ ଲାଭ ମଧ୍ୟ ପରମ ଶାନ୍ତି ପ୍ରଦାୟକ। ନିଜ ସାଧନା ନିଷ୍ଠା ବଳରେ ଜ୍ଞାନ ଲାଭ ହୋଇଥାଏ, କିନ୍ତୁ ପ୍ରଭୁଙ୍କ କୃପା ଲାଭ ନିମନ୍ତେ ଶ୍ରଦ୍ଧା ଓ ଭକ୍ତି ଆବଶ୍ୟକ। ପ୍ରଭୁଙ୍କ କୃପା ଥିଲେ ଜ୍ଞାନ ମଧ୍ୟ ଅନାୟାସରେ ମିଳିଥାଏ। ଏହି ଯୁକ୍ତି ସନାତନ ଶାସ୍ତ୍ରମାନଙ୍କର ସିଦ୍ଧାନ୍ତ। ଜ୍ଞାନ ଓ ଭକ୍ତି ଉଭୟ ଲାଭ କରିବା ମଣିକାଞ୍ଚନ ସଂଯୋଗ ପରି ଅତ୍ୟନ୍ତ ମୂଲ୍ୟବାନ, ଯାହା ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ରରୁ ଉପଲବ୍ଧ ହୋଇଥାଏ। କାରଣ ଉକ୍ତ ଉପାସନା ଜନିତ ପଞ୍ଚବିଧ ଜ୍ଞାନ ଭକ୍ତଙ୍ଗ ସମ୍ବଳିତ କ୍ଷେତ୍ର ଉପରେ ଆଧାରିତ। ପାଞ୍ଚରାତ୍ର ପଦ୍ଧତିର ପାଞ୍ଚଗୋଟି ଅଙ୍ଗ ରହିଛି: ଅର୍ଚ୍ଚନା, ଆହୁତି, ସ୍ୱାଧ୍ୟାୟ ବା ପାରାୟଣ, କଥା ଶ୍ରବଣ ଓ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତ୍ତନ ଏହିପରି ପଞ୍ଚଧା। ତନ୍ମଧ୍ୟରୁ ଆହୁତି ଓ ସ୍ୱାଧ୍ୟାୟ ଯଥାକ୍ରମେ କର୍ମକାଣ୍ଡ ଓ ଜ୍ଞାନକାଣ୍ଡର ବିଷୟ ହୋଇଥିଲେ ହେଁ ଏଗୁଡ଼ିକ ନିଷ୍କାମ ଭାବେ ଭଗବତ ପ୍ରୀତ୍ୟର୍ଥେ ଅନୁଷ୍ଠିତ ହେଲେ ଭକ୍ତିର ଅନ୍ତର୍ଗତ ହୋଇଥାଏ। ଏଣୁ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପଦ୍ଧତିର ଉକ୍ତ ପାଞ୍ଚଗୋଟି ଅଙ୍ଗ ସମ୍ପୂର୍ଣ୍ଣ ଭକ୍ତିମୂଳକ ଏବଂ ଅତ୍ୟନ୍ତ ଶ୍ରଦ୍ଧା, ନିଷ୍ଠା ଓ ସାବଧାନତା ସହ କରଣୀୟ। ସନାତନ ଧର୍ମର ଶାସ୍ତ୍ରୀୟ ବ୍ୟବସ୍ଥା ଅନୁସାରେ ଅର୍ଚ୍ଚନା ବ୍ରାହ୍ମ ମୁହୂର୍ତ୍ତଠାରୁ ଦେବକାର୍ଯ୍ୟ ଆରମ୍ଭ କରାଯାଇପାରେ। ଅନ୍ତତଃ ସୂର୍ଯ୍ୟୋଦୟଠାରୁ ଆନୁଷଙ୍ଗିକ କାର୍ଯ୍ୟ ଆରମ୍ଭ କରି ପୂର୍ବାହ୍ନ 8 ଘଟିକାରୁ 11 ଘଟିକା ମଧ୍ୟରେ ଅର୍ଚ୍ଚନା କାର୍ଯ୍ୟ ଶେଷ କରାଯିବା ଉଚିତ। ମଧ୍ୟାହ୍ନ ଓ ସାୟଂ କାଳରେ ଭୋଗ ଆରତି ପ୍ରଭୃତି ତତ୍କାଳିକ କାର୍ଯ୍ୟ ଶୌଚାଚାର ସମ୍ପନ୍ନ ଅଭିଜ୍ଞ ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କ ଦ୍ୱାରା କରାଯିବା ସମୀଚୀନ।
ଆହୁତି ହୋମଯାଗ ପ୍ରଭୃତିର ପ୍ରଶସ୍ତ କାଳ ମଧ୍ୟାହ୍ନରୁ ଅପରାହ୍ନ ମଧ୍ୟରେ ଶ୍ରୋତ୍ରିୟ ଅଭିଜ୍ଞ ବ୍ରାହ୍ମଣମାନଙ୍କ ଦ୍ୱାରା ଶେଷ କରିବେ। ପାରାୟଣ ପାରାୟଣ ପାଇଁ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସମୟ ଉପଯୁକ୍ତ ଅଟେ। ପୂର୍ବାହ୍ନରେ ପାରାୟଣ ଆରମ୍ଭ କରି ସୂର୍ଯ୍ୟାସ୍ତ ପୂର୍ବରୁ ଶେଷ କରିବେ। ସ୍କନ୍ଦ ପୁରାଣୋକ୍ତ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ଗ୍ରନ୍ଥର 60 ଅଧ୍ୟାୟରେ ସନ୍ନିବେଶିତ 38ରୁ 63 ଶ୍ଲୋକଗୁଡ଼ିକୁ ପାରାୟଣ ନିମିତ୍ତ 5 ଦିନରେ ବିଭକ୍ତ କରାଯାଇଛି। ଏହା ବିସ୍ତୃତ ଭାବେ ପରବର୍ତ୍ତୀ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି। ଏହି ପଦ୍ଧତି ଅନୁସାରେ ସୁଯୋଗ୍ୟ ବିଦ୍ୱାନମାନଙ୍କ ଦ୍ୱାରା ଏହା ପ୍ରତ୍ୟହ ପାରାୟଣ କରାଯିବ। ପ୍ରବଚନ ସୂର୍ଯ୍ୟାସ୍ତ ପରେ ରାତ୍ରିର ପ୍ରଥମ ପ୍ରହର ଅର୍ଥାତ୍ ରାତ୍ରି 9 ଘଟିକା ପର୍ଯ୍ୟନ୍ତ ପ୍ରବଚନ ଉପଯୁକ୍ତ ସମୟ। ରାତ୍ରି 9 ଘଣ୍ଟା ମଧ୍ୟରେ ହିଁ କଥାବାଚନ ଶେଷ କରିବା ବିଧେୟ। ସର୍ବଦା ଜଣେ ମାତ୍ର କଥାବାଚକ ରହିବେ, ଯେ କି ଶାସ୍ତ୍ରଜ୍ଞ ହେବା ସହ ଭଗବତ୍ ପାରାୟଣ ଆଚରଣଶୀଳ ଓ ବିନମ୍ର ଭାବଯୁକ୍ତ ହୋଇଥିବେ। ଅଧିବାସଠାରୁ ଅନ୍ତିମ ଦିବସ ସମ୍ପୂର୍ଣ୍ଣ 5 ରାତ୍ର ପ୍ରବଚନ ନିମିତ୍ତ ଜଣେ ମାତ୍ର ବକ୍ତା ରହିବା ବିଧେୟ। ପ୍ରବଚନ ପ୍ରତ୍ୟେକ ଦିବସର ପାରାୟଣ ଉପରେ ଆଧାରିତ ହେବା ଉଚିତ। ଏହାର ବିଶଦ ବିବରଣୀ ଓ ପ୍ରତ୍ୟେକ ଦିନ ପ୍ରବଚନର ମୁଖ୍ୟ ପ୍ରସଙ୍ଗ ପରବର୍ତ୍ତୀ ଅଧ୍ୟାୟରେ ସୂଚିତ ହୋଇଛି। କଥାବାଚକଙ୍କ ପ୍ରତି ଶ୍ରୋତା ତଥା ନିର୍ବାହ କର୍ତ୍ତାମାନଙ୍କର ସୁମହତ୍ ଭାବନା ଓ ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାର ଆବଶ୍ୟକ। ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ନାମ ସଂକୀର୍ତ୍ତନ ପାଇଁ କାଳ ସ୍ଥାନାଦି ନିୟମ ନଥିଲେ ମଧ୍ୟ ସାମୂହିକ ସଂକୀର୍ତ୍ତନର ସୁବିଧା ପାଇଁ ବିଶେଷ କରି ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ରର ସଂକୀର୍ତ୍ତନ ସକାଳ 7ଟାରୁ 9 ଘଟିକା ଓ ଅପରାହ୍ନ 4 ଘଟିକାରୁ 6 ଘଟିକା ସୁବିଧାଜନକ। ଏଣୁ ଏହି ସମୟରେ ଶ୍ରୀ ଜଗନ୍ନାଥଙ୍କ ସଂକୀର୍ତ୍ତନ କରିବେ। ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ରର ବିଧି ଓ ବିଧାନ। ପ୍ରଥମ ଦିବସ ଶ୍ରୀକ୍ଷେତ୍ର ମାହାତ୍ମ୍ୟ ଓ ଶ୍ରୀ ନୀଳମାଧବ ଦର୍ଶନ। ବିଷୟ ହେଉଛି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରର ପ୍ରାଚୀନତା ଏବଂ ମାହାତ୍ମ୍ୟ, କାକମୁକ୍ତି, ମାର୍କଣ୍ଡେୟ ଜୈମିନୀ ସମ୍ବାଦ, ଯମଲକ୍ଷ୍ମୀ ସମ୍ବାଦ ଓ ଶ୍ରୀକ୍ଷେତ୍ର ପରିକ୍ରମା, ପୁଣ୍ଡରୀକ ଓ ଅମ୍ବରୀଶଙ୍କ ଶ୍ରୀଜଗନ୍ନାଥ ଦର୍ଶନ, ଉତ୍କଳର ଉତ୍କର୍ଷ ବର୍ଣ୍ଣନା, ଇନ୍ଦ୍ରଦ୍ୟୁମ୍ନଙ୍କ ପରିଚୟ, ବିଶ୍ୱାବସୁ ଓ ବିଦ୍ୟାପତିଙ୍କ ମିଳନ ଏବଂ ନୀଳମାଧବ ଦର୍ଶନ। ଇନ୍ଦ୍ରଦ୍ୟୁମ୍ନଙ୍କ ଉତ୍କଳ ଯାତ୍ରା ଓ ସହସ୍ର ଅଶ୍ୱମେଧ ଯାଗ। ବିଷୟ ଆଜ୍ଞାମାଳ ଧାରଣ ଓ ବିଦ୍ୟାପତିଙ୍କର ଇନ୍ଦ୍ରଦ୍ୟୁମ୍ନଙ୍କୁ ସନ୍ଦେଶ ପ୍ରଦାନ। ବିଦ୍ୟାପତିଙ୍କର ପୁରୁଷୋତ୍ତମ କ୍ଷେତ୍ର ବିବରଣୀ ବର୍ଣ୍ଣନ। ଇନ୍ଦ୍ରଦ୍ୟୁମ୍ନଙ୍କ ଉତ୍କଳ ଆଗମନ। ଏକାମ୍ର କାନନ ପରିକ୍ରମା। କପତେଶ୍ୱର କଥା। ନୀଳମାଧବଙ୍କ ଅନ୍ତର୍ଦ୍ଧାନ ଓ ନାରଦଙ୍କର ଇନ୍ଦ୍ରଦ୍ୟୁମ୍ନଙ୍କୁ ସାନ୍ତ୍ୱନା। ଇନ୍ଦ୍ରଦ୍ୟୁମ୍ନଙ୍କ ସ୍ତବ ଏବଂ ଶୋକନାଶ। ଶ୍ରୀ ନୃସିଂହ ଦେବଙ୍କ ପ୍ରତିଷ୍ଠା। ତୃତୀୟ ଦିବସ ଦାରୁବ୍ରହ୍ମଙ୍କ ଆବିର୍ଭାବ ଓ ବ୍ରହ୍ମାଙ୍କ ନୀଳାଚଳ ଆଗମନ। ବିଷୟ ଅଶ୍ୱମେଧ ଯଜ୍ଞ ଏବଂ ଇନ୍ଦ୍ରଦ୍ୟୁମ୍ନଙ୍କ ଭଗବତ୍ ଦର୍ଶନ। ଦାରୁବ୍ରହ୍ମଙ୍କ ଆବିର୍ଭାବ। ମୂର୍ତ୍ତି ଗଠନ, ପୂଜାର୍ଚ୍ଚନା, ଦାନ ଧର୍ମ ଏବଂ ଇନ୍ଦ୍ରଦ୍ୟୁମ୍ନ ସରୋବର ସୃଷ୍ଟି। ଶ୍ରୀମନ୍ଦିର ନିର୍ମାଣ। ଇନ୍ଦ୍ରଦ୍ୟୁମ୍ନଙ୍କ ବ୍ରହ୍ମଲୋକ ଗମନ। ବ୍ରହ୍ମାଜୀଙ୍କ ଦ୍ୱାରା ଇନ୍ଦ୍ରଦ୍ୟୁମ୍ନଙ୍କୁ ଦାରୁମୂର୍ତ୍ତି ଆବିର୍ଭାବର କାରଣ ବର୍ଣ୍ଣନ। ଦେବଗଣଙ୍କ ସ୍ତୁତି, ରଥ ନିର୍ମାଣ ଓ ପ୍ରତିଷ୍ଠା, ବ୍ରହ୍ମାଜୀଙ୍କ ନୀଳାଚଳ ଆଗମନ ଏବଂ ମନ୍ଦିର ପ୍ରତିଷ୍ଠା ଆୟୋଜନ। ଚତୁର୍ଥ ଦିବସ ନୀଳାଦ୍ରି ମହୋଦୟ ଓ ଇନ୍ଦ୍ରଦ୍ୟୁମ୍ନଙ୍କ ବର ଲାଭ। ବିଷୟ ଚତୁର୍ଥ ମୂର୍ତ୍ତିଙ୍କ ସହିତ ଅନ୍ୟ ବିଗ୍ରହମାନଙ୍କର ପ୍ରତିଷ୍ଠା। ନୃସିଂହ ଦେବଙ୍କ ଉଗ୍ର ରୂପ ଧାରଣ। ଦାରୁବ୍ରହ୍ମଙ୍କ ଠାରୁ ଇନ୍ଦ୍ରଦ୍ୟୁମ୍ନଙ୍କ ବର ଲାଭ। ପଞ୍ଚତୀର୍ଥ ମାହାତ୍ମ୍ୟ। ସ୍ନାନଯାତ୍ରା ବିଧି। ମଞ୍ଚ ସ୍ନାନ, ଗୁଣ୍ଡିଚା ଯାତ୍ରା, ମହାବେଦୀ ମହୋତ୍ସବ, ବାହୁଡ଼ା ଯାତ୍ରା, ଦେବଶୟନ ଉତ୍ସବ, ଦକ୍ଷିଣାୟନ ସଂକ୍ରାନ୍ତି ଏବଂ ଶ୍ୱେତରାଜ ଚରିତ, ମହାପ୍ରସାଦ ମହିମା। ପଞ୍ଚମ ଦିବସ ଯାତ୍ରା ବିଧାନ ଓ ଗ୍ରନ୍ଥ ମାହାତ୍ମ୍ୟ। ବିଷୟ ପାର୍ଶ୍ୱ ପରିବର୍ତ୍ତନ ଓ ଚାତୁର୍ମାସ୍ୟ ବ୍ରତ, ପ୍ରାବରଣ ଷଷ୍ଠୀ, ପୁଷ୍ୟାଭିଷେକ, ଉତ୍ତରାୟଣ, ପିତୃତର୍ପଣ, ଦୋଳଯାତ୍ରା, ଜ୍ୟେଷ୍ଠ ପଞ୍ଚକ ବ୍ରତ, ଦୟଣା ଚୋରି, ଇନ୍ଦ୍ରଦ୍ୟୁମ୍ନଙ୍କ ଉପାସନା, ଭଗବାନଙ୍କ ସ୍ୱରୂପ ବର୍ଣ୍ଣନା, ଇନ୍ଦ୍ରଦ୍ୟୁମ୍ନଙ୍କ ବ୍ରହ୍ମଲୋକ ପ୍ରାପ୍ତି, କ୍ଷେତ୍ର ମାହାତ୍ମ୍ୟ ଏବଂ ଗ୍ରନ୍ଥ ମାହାତ୍ମ୍ୟ। ଶ୍ରୀକ୍ଷେତ୍ରରେ ବାସ ଦ୍ୱାରା ସ୍ୱତଃ ବ୍ରହ୍ମଜ୍ଞାନ ଲାଭ ହୋଇ ମୁକ୍ତିର ସୁଲଭତା ନିର୍ଣ୍ଣୟ। କୌଣସି ମ୍ରିୟମାଣ ବିପ୍ରର ଶ୍ରୀକ୍ଷେତ୍ର ମହିମା ଶ୍ରବଣ କରି ଶ୍ରୀକ୍ଷେତ୍ର ଆଗମନ ଲାଳସା। ସେହି ବିପ୍ର ଦୁର୍ବାସାଙ୍କ ସହ ଶ୍ରୀକ୍ଷେତ୍ର ଆଗମନ ପଥି ବ୍ରାହ୍ମଣଙ୍କୁ ପରୀକ୍ଷା ନିମିତ୍ତ ଦୁର୍ବାସାଙ୍କ ମାୟା ପ୍ରୟୋଗ। ଦୁର୍ବାସାଙ୍କ ମାୟାଜନିତ ବ୍ରାହ୍ମଣଙ୍କ ମୃତ୍ୟୁ କାଳେ ଯମଦୂତ ଓ ବିଷ୍ଣୁଦୂତଙ୍କ ଉକ୍ତି ପ୍ରତ୍ୟୁକ୍ତି, ଯମ ଓ ବିଷ୍ଣୁଙ୍କ ଆଗମନ ଓ ବ୍ରାହ୍ମଣଙ୍କ ଭଗବତ୍ ପ୍ରାପ୍ତି। ମାଘ ଶୁକ୍ଳ ଏକାଦଶୀ ଦିନ ସାଗର ସ୍ନାନ ବିଧାନ ଓ ସ୍ନାନ ଫଳ ବର୍ଣ୍ଣନା। ଶ୍ରୀକ୍ଷେତ୍ରେ ପିତୃତର୍ପଣ ଓ ପିତୃଶ୍ରାଦ୍ଧର ଉତ୍କର୍ଷ ବର୍ଣ୍ଣନ। ଶ୍ରୀକ୍ଷେତ୍ରେ ମହାମାଘେ ମହାଯୋଗେ ମହାର୍ଣ୍ଣବେ ମହାପୁରୁଷ ସମୀପେ ପିତୃଶ୍ରାଦ୍ଧ ଦ୍ୱାରା ପାଷଣ୍ଡ ପ୍ରେତ ଉଦ୍ଧାର ବର୍ଣ୍ଣନା। କଣ୍ଡମୁନି ଉଦ୍ଧାର ଓ ସ୍କନ୍ଦଙ୍କ ପ୍ରଶ୍ନରେ ଶିବଙ୍କର ଅର୍ଦ୍ଧୋଦୟ ଯୋଗ ନିର୍ଣ୍ଣୟ। ଏହି ଯୋଗରେ ଶ୍ରୀକ୍ଷେତ୍ର ଦାନ ମହିମା କୀର୍ତ୍ତନ। ଶ୍ରୀକ୍ଷେତ୍ର ଦଶାବତାର କ୍ଷେତ୍ର ରୂପେ ବର୍ଣ୍ଣନା। ଶ୍ରୀ ପୁରୁଷୋତ୍ତମ ଦର୍ଶନ ବିଧି ଓ ବ୍ରତ ନିରୂପଣ। ପୁରାଣ ଶ୍ରବଣ ବିଧି ଓ ଫଳ ନିରୂପଣ। ଏହା ଥିଲା ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ରର ବିଧି ଓ ବିଧାନ। ଜୟ ଶ୍ରୀ ଜଗନ୍ନାଥ।